ଭୃଗୁ ଋଷି ଭୃଗୁ ପୁରାଣରେ ଲେଖିଛନ୍ତି ଯେ ଯତ୍କର୍ମଂ ତତ୍ଫଳିତେ। ତା ଅର୍ଥ କ'ଣ ଆପଣମାନେ ଜାଣିଛନ୍ତି? ଶୁଣନ୍ତୁ, ମୁଁ ଆଜି ଆପଣମାନଙ୍କୁ କହୁଛି। ଦୁଇଟି ଲୋକ ଥିଲେ। ପ୍ରଥମ ଲୋକଟି 10ଟି ଆମ୍ବ ଗଛ ଆଣିଲା ଏବଂ ସେ 10ଟି ଆମ୍ବ ଗଛକୁ ପୋତିଲା। ସେ ଆମ୍ବ ଗଛରେ ଯେତେବେଳେ ଫଳ ଫଳିଲା, ସେ 10,000 ଟଙ୍କାର ଆମ୍ବ ବିକ୍ରି କଲା। ଏବଂ ଦ୍ୱିତୀୟ ଲୋକଟି ମାତ୍ର ଗୋଟିଏ ଆମ୍ବ ଗଛ ପୋତିଲା ଏବଂ ସେ ଆମ୍ବ ଗଛରେ ଯେତେବେଳେ ଫଳ ଫଳିଲା, ସେ ମାତ୍ର 1,000 ଟଙ୍କାର ଆମ୍ବ ବିକ୍ରି କଲା। କାହିଁକି ନା ପ୍ରଥମ ଲୋକଟି 10ଟି ଆମ୍ବ ଗଛ ପୋତିଥିଲା ଏବଂ 10ଟି ଆମ୍ବ ଗଛ ପାଇଁ ମେହନତ କରିଥିଲା, ମାନେ କଷ୍ଟ କରିଥିଲା। ଦ୍ୱିତୀୟ ଲୋକଟି ମାତ୍ର ଗୋଟିଏ ଆମ୍ବ ଗଛ ପୋତିଥିଲା, ମାନେ ଗୋଟିଏ ଆମ୍ବ ଗଛ ପାଇଁ କଷ୍ଟ କରିଥିଲା। ଅର୍ଥାତ୍ ସେ ଲୋକଟି ଅଳସୁଆ ଥିଲା। ସେଥିଲାଗି ସେ ମାତ୍ର 1,000 ଟଙ୍କାର ଆମ୍ବ ମାତ୍ର ବିକ୍ରି କଲା। ଯତ୍କର୍ମ ତତ୍ଫଳିତେ। ତା ଅର୍ଥ, ଯେତିକି କର୍ମ କରିବେ ଆପଣ ସେତିକି ହିଁ ଫଳ ପାଇବେ। କ'ଣ ବୁଝିପାରିଲେ ତ?